2025 ଜାନୁଆରୀ ମାସରେ ବାତ୍ୟା ଆଶଙ୍କା କି? हाँ हाँ ଜାନୁଆରୀ ମାସରେ ବାତ୍ୟା ଆଶଙ୍କା ଆପଣ ସାୟଦ ଶୁଣି ନଥିବେ। ହୁଏତ ଏମିତି ବି ପରିସ୍ଥିତି ସୃଷ୍ଟି ହୋଇପାରେ କାହିଁକିନା ଦକ୍ଷିଣ ବଙ୍ଗୋପସାଗରରେ ଜାନୁଆରୀ ପ୍ରଥମ ସପ୍ତାହର ଶେଷ ଆଡ଼କୁ ଏବଂ ଦ୍ୱିତୀୟ ସପ୍ତାହ ଆରମ୍ଭରୁ ଦକ୍ଷିଣ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି ଏବଂ ପରବର୍ତ୍ତୀ ପର୍ଯ୍ୟାୟରେ ଏହା ଅଧିକ ଶକ୍ତିଶାଳୀ ହୋଇପାରେ। ଆକୁ ଶକ୍ତିଶାଳୀ କରିବା ପାଇଁ MGO ଦକ୍ଷିଣ ବଙ୍ଗୋପସାଗରରେ ସକ୍ରିୟ ରହିବ 6 ରୁ 14 ତାରିଖ ମଧ୍ୟରେ ଏବଂ ସେହି ସମୟରେ ତାପ ଶକ୍ତି କେତେ ରହୁଛି ଦକ୍ଷିଣ ବଙ୍ଗୋପସାଗର ସୂର୍ଯ୍ୟଙ୍କ ବିକିରଣ ମଧ୍ୟ ସେହି ଅଞ୍ଚଳରେ ପଡ଼ୁଛି ତାକୁ ଶକ୍ତିଶାଳୀ କରିବା ପାଇଁ ମଧ୍ୟ ସହାୟକ ହେବ ଏବଂ ବିଭିନ୍ନ କାରକ ମଧ୍ୟ ରହିଛି। କିନ୍ତୁ କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସେଭଳି ସକ୍ରିୟ ନାହିଁ ଏବଂ ଏ ଲଘୁଚାପ କ୍ଷେତ୍ରକୁ ଅଧିକ ଶକ୍ତିଶାଳୀ କରିବା ପାଇଁ। କିନ୍ତୁ ସେତେବେଳେ ପରିସ୍ଥିତି କ'ଣ ରହିବ ଏବଂ ଏହା କେତେ ଦୂର ଶକ୍ତିଶାଳୀ ହୋଇପାରେ ବାତ୍ୟା ସୃଷ୍ଟି ହୋଇପାରେ କି ନ ହୋଇପାରେ ମୁଁ ପରବର୍ତ୍ତୀ ଆଉ ଏକ ଭିଡ଼ିଓ ମାଧ୍ୟମରେ ଜଣେଇବି ଯେ କେତେ ଶକ୍ତିଶାଳୀ ହୋଇପାରିବ। କିନ୍ତୁ ଲଘୁଚାପ ହେବ କି ନାହିଁ ବାତ୍ୟା ସୃଷ୍ଟି ହେବ କି ନାହିଁ ନିଶ୍ଚିତ ଭାବରେ ଆପରେ ମୁଁ ଜଣେଇବି। କିନ୍ତୁ ଏବେ ହେଉଛି ଯଦି ଦେଖିବା ତାହେଲେ ଆଜି ହେଉଛି 30 ତାରିଖ ପୁଣି ଫେରିବ ଶୀତ। ହଁ ଆଜ୍ଞା ପଶ୍ଚିମ ଝଡ଼ ଯେଉଁ ରହିଥିଲା ଉତ୍ତର ଭାରତରୁ ଆରମ୍ଭ କରିକି ଓଡ଼ିଶା ପର୍ଯ୍ୟନ୍ତ ତାହା ଏବେ ଅପସରି ଯାଇଛି ଏବଂ ଆରବ ସାଗରରେ ଏକ ଗୁରୁଚାପ ବଳୟ କ୍ଷେତ୍ର ସୃଷ୍ଟି ହୋଇଛି ଯାହାଫଳରେ କି ଓଡ଼ିଶାକୁ ଯେଉଁ ପ୍ରବେଶ କରୁଥିଲା ପୂର୍ବ ବାୟୁ ଓ ଦକ୍ଷିଣ ପୂର୍ବ ବାୟୁ ପ୍ରବେଶ କରୁଥିଲା ଯାହାଫଳରେ ଶୀତ ଦେଖିବାକୁ ମିଳୁନଥିଲା। ଏବେ ଗୁରୁଚାପ ବଳୟ ସକ୍ରିୟ ହେବା ଫଳରେ ଏବେ ରାଜ୍ୟକୁ ଉତ୍ତର ପଶ୍ଚିମ ବାୟୁ ଥଣ୍ଡା ପବନ ପ୍ରଭାବିତ କରିବ ଯାହାଫଳରେ ଶୀତ ବଢ଼ିବ। ଯେଉଁ ପଶ୍ଚିମ ଝଡ଼ ରହିଥିଲା ପଶ୍ଚିମ ଝଡ଼ ପ୍ରଭାବରେ ପଶ୍ଚିମ ଓଡ଼ିଶାରେ କିଛି ଅଞ୍ଚଳରେ ବର୍ଷା ଦେଖିବାକୁ ମିଳିଛି ଏବଂ ଆଜି ହେଉଛି 30 ତାରିଖ ତ ଆଜି ସନ୍ଧ୍ୟା ପରଠୁ ଧୀରେ ଧୀରେ ପାଗ ପରିଷ୍କାର ରହିବ ଯେଉଁଭଳି ଭାବରେ ହାଲକା ଶୀତ ଆଜି 2-3 ଡିଗ୍ରୀ କମିବାର ସମ୍ଭାବନା ରହିଛି ତା ମଧ୍ୟ ଦେଖିବାକୁ ମିଳିବ ଏବଂ ବିଭିନ୍ନ ସ୍ଥାନରେ କୁହୁଡ଼ି ମଧ୍ୟ ଦେଖିବାକୁ ମିଳିବ। ଯଦି ଆଗାମୀ 7 ଦିନ କଥା କହିବା ତାହେଲେ ଜାନୁଆରୀ 5 ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବିଭିନ୍ନ ଅଞ୍ଚଳରେ ପାଗ ଖରାଟିଆ ରହିବ ହାଲୁକା ପବନ ରହିବ ଉତ୍ତର ପଶ୍ଚିମରୁ ଏବଂ ସକାଳ ବେଳା ଏବଂ ରାତି ବେଳା କିଛି ଅଞ୍ଚଳରେ ଘନ କୁହୁଡ଼ି ମଧ୍ୟ ଦେଖିବାକୁ ମିଳିବ ଏବଂ ଥଣ୍ଡା ଯଦି କହିବା ତାହେଲେ ତାପମାତ୍ରା 5ଟି ଜିଲ୍ଲାରେ ବ୍ୟାପକ ଭାବରେ ଥଣ୍ଡା ପଡ଼ିବାର ସମ୍ଭାବନା ରହିଛି। ଯଦି ଦେଖିବା ସେ ଜିଲ୍ଲାଗୁଡ଼ିକ ହେଉଛି ଝାରସୁଗୁଡ଼ା କୋରାପୁଟ ସୁନ୍ଦରଗଡ଼ କନ୍ଧମାଳ ମୟୂରଭଞ୍ଜ ଏବଂ କେଉଁଝର এই 5ଟି ଅଞ୍ଚଳ ଯେଉଁ ଜିଲ୍ଲା ରହିଛି এই ଜିଲ୍ଲାରେ ଗୋଟିଏ ଦୁଇଟି ଜାଗାରେ ତାପମାତ୍ରା 0 ଡିଗ୍ରୀରୁ 6 ଡିଗ୍ରୀ ମଧ୍ୟରେ ରହିବାର ସମ୍ଭାବନା ରହିଛି ଏବଂ ବାକି ଯେଉଁ ଅଞ୍ଚଳ ରହିଲା ଜିଲ୍ଲାମାନଙ୍କରେ ସେଠି 7 ଡିଗ୍ରୀରୁ 14 ଡିଗ୍ରୀ ମଧ୍ୟରେ ରହିବାର ସମ୍ଭାବନା ରହିଛି। ଯଦି ମୋଟାମୋଟି ଯଦି ଦେଖିବା ତାହେଲେ ରାଜ୍ୟରେ 7 ଦିନ ପର୍ଯ୍ୟନ୍ତ ଭଲ ଶୀତ ଦେଖିବାକୁ ମିଳିବ ଏବଂ ଯଦି କହିବା ତାହେଲେ କଟକ ଭୁବନେଶ୍ୱର କଥା ତାହେଲେ ତାପମାତ୍ରା 9 ଡିଗ୍ରୀରୁ 13 ଡିଗ୍ରୀ ମଧ୍ୟରେ ରହିବାର ସମ୍ଭାବନା ରହିଛି। ଯଦି ବି କିଛି ଅପଡେଟ୍ ଆସେ ନିଶ୍ଚିତ ଭାବରେ ଆପଣଙ୍କୁ ଜଣାଇବି। ଦେଖୁଥାନ୍ତୁ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଥାନ୍ତୁ ଲାଇକ୍ ସେୟାର ମଧ୍ୟ କରିବେ। ରହିଲି ନମସ୍କାର ନେକ୍ସଟ ଅପଡେଟ୍କୁ ଅପେକ୍ଷା କରିଥାନ୍ତୁ।